ଖ୍ରୀଷ୍ଟରେ ମୋର ପ୍ରିୟ ଭାଇମାନେ ଏବଂ ଭଉଣୀମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆପଣମାନଙ୍କୁ ସମସ୍ତଙ୍କୁ ଆଜିର ସତ୍ୟ ଜ୍ୟୋତି ବାଇବଲ ଭିତ୍ତିକ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ କରେ ଏବଂ ମୋର ଆନ୍ତରିକ ପ୍ରେମ ନମସ୍କାର ସମସ୍ତଙ୍କୁ ଜଣାଏ। ମୋର ପ୍ରିୟ ଭାଇମାନେ ଏବଂ ଭଉଣୀମାନେ ଆଜି ଏକ ବିଷୟରେ ଆମମାନେ ଶିକ୍ଷା ଲାଭ କରିବା ଯାହା ଆମମାନଙ୍କ ନିମନ୍ତେ ଅତି ଜରୁରୀ। ଆପଣମାନେ ଗୀତ ସଂହିତା 85 ଅଧ୍ୟାୟ ତାର 10 ପଦରେ ପାଇପାରିବେ। ସେଥିରେ ଲେଖାଯାଇଛି ସତ୍ୟ ଓ ଦୟା ପରସ୍ପର ଚୁମ୍ବନ କରିଅଛନ୍ତି। ସତ୍ୟ ଏବଂ ଦୟା ସେମାନେ ପରସ୍ପର ଚୁମ୍ବନ କରିଅଛନ୍ତି। କିନ୍ତୁ ଯଦି ଆମେ ଅରିଜିନାଲ ବାଇବଲରେ ଦେଖିବା ସତ୍ୟ ପାଇଁ ଲେଖାଯାଇଛି ଜଷ୍ଟିସ୍ ନ୍ୟାୟ ଏବଂ ଦୟା ବା ଅନୁଗ୍ରହ ସେମାନେ ପରସ୍ପରକୁ ଚୁମ୍ବନ କରିଛନ୍ତି। ତାର ଅର୍ଥ ସତ୍ୟର ଗୁଣ ଏବଂ ଅନୁଗ୍ରହର ଗୁଣ ସମ୍ପୂର୍ଣ୍ଣ ଭିନ୍ନ ଭିନ୍ନ ଅଟେ। ସତ୍ୟ ଏବଂ ଅନୁଗ୍ରହ ସେମାନେ ପରସ୍ପର ପରିପୂରକ ନହନ୍ତି। ନ୍ୟାୟ ବିଚାର ଏବଂ ଅନୁଗ୍ରହ ପରମେଶ୍ୱରଙ୍କ ଏକ ବହୁତ ବଡ଼ ଗୁଣ ଗୁଡ଼ିକ ଏବଂ ନିଜର ଭୂମିକା ନିଜର କ୍ଷେତ୍ରରେ ସେମାନେ ନିଭେଇଥାନ୍ତି। ତେବେ କି ପ୍ରକାର ଭାବରେ ଏହି ନ୍ୟାୟ ଏବଂ ଅନୁଗ୍ରହ ପରସ୍ପରକୁ ଚୁମ୍ବନ କରିଛନ୍ତି ତାକୁ ଆମେ ଆଜିର ଶାସ୍ତ୍ରରେ ଆମେ ବାଇବଲରୁ ଧ୍ୟାନ କରିବା। ତେବେ ମୋର ପ୍ରିୟ ଭାଇ ଭଉଣୀମାନେ ଆମେ ଦେଖିବା ଏହି ସ୍ଥାନରେ ଯେ ନ୍ୟାୟ କାହାକୁ କୁହାଯାଏ। ଜଷ୍ଟିସ୍ ନ୍ୟାୟ ବିଚାର ପରମେଶ୍ୱର ସେ ନ୍ୟାୟ ବିଚାରକାରୀ ପରମେଶ୍ୱର। ଦ୍ୱିତୀୟ ବିବରଣୀ 32 ପର୍ବ 4 ପଦରେ ଲେଖାଯାଏ ଯେ ପରମେଶ୍ୱର ବ୍ୟବସ୍ଥା ପ୍ରଦାନକାରୀ ସେ ନ୍ୟାୟ ପ୍ରଦାନକାରୀ ଲ ଗିଭର। ପୃଥିବୀର ସର୍ବପ୍ରଥମେ ସେ ନ୍ୟାୟ ପ୍ରଦାନକାରୀ ଥିଲେ ଏବଂ ସର୍ବଦା ନିଜର ପ୍ରାଣୀ ଜଗତକୁ ସେ ନ୍ୟାୟ ପ୍ରଦାନ କରି ଆସିଛନ୍ତି। ଆମମାନେ ଯଦି ପ୍ରଥମରୁ ଯଦି ଆମେ ଦେଖିବା ଯେତେବେଳେ ଆଦମ ଏବଂ ହବା ସେମାନେ ସ୍ଖଳିତ ହେଲେ ପାପ କଲେ ବା ଆଜ୍ଞା ଲଙ୍ଘନ କଲେ ସେତେବେଳେ ପରମେଶ୍ୱର ନିଜର ନ୍ୟାୟ ସେମାନଙ୍କ ଉପରେ ଜାହିର କଲେ। ପ୍ରଥମେ ସେ ସର୍ପକୁ ନ୍ୟାୟ ପ୍ରଦାନ କଲେ, ତାପରେ ଦ୍ୱିତୀୟରେ ହବାଙ୍କୁ ସେ ନ୍ୟାୟ ପ୍ରଦାନ କଲେ, ତୃତୀୟରେ ସେ ଆଦମକୁ ନ୍ୟାୟ ପ୍ରଦାନ କଲେ ଏବଂ ସେମାନଙ୍କ ଦ୍ୱାରା ଭୂମି ମଧ୍ୟ ଶାପଗ୍ରସ୍ତ ହେଲା ବୋଲି ଏ ପ୍ରକାର ଏକ ଉଚ୍ଚତର ନ୍ୟାୟ ନିଜର ଅତି ଆଦରଣୀୟ ନିଜର ଅତି ଘନିଷ୍ଠ ପୁତ୍ରଙ୍କୁ ମଧ୍ୟ ସେ ନ୍ୟାୟର କୌଣସି ପ୍ରକାର ଭାବରେ ଅନ୍ୟାୟ ପାଇଁ ସାଲିସ କରିନାହାନ୍ତି। ତେଣୁ ପରମେଶ୍ୱର ଯେତେବେଳେ ବି ଯାହା ହେଲେ ବି ନ୍ୟାୟର ଚକ୍ଷୁରେ ନ୍ୟାୟର ଦୃଷ୍ଟିକୋଣରେ ହିଁ ସେ ଜଗତକୁ ବା ନିଜର ସନ୍ତାନ ସନ୍ତତିମାନଙ୍କୁ ସେ ଦେଖିଥାନ୍ତି। ଦ୍ୱିତୀୟରେ ଆମମାନେ ଅନୁଗ୍ରହ ସର୍ବଦା ନ୍ୟାୟ ସପକ୍ଷରେ ବା ନ୍ୟାୟ ସାମ୍ନାରେ କେବେ ମଧ୍ୟ ତାହା ଆସିପାରିନଥାଏ। ଅନୁଗ୍ରହ ଯାହା ତାର ଅର୍ଥ ହେଉଛି ଆମେ ଯେଉଁ ଅନୁଗ୍ରହ ପାଇଛୁ ବା ଯାହାକୁ ଅନୁଗ୍ରହ ଦିଆଯାଏ ନିଜର ଅସାମର୍ଥ୍ୟତା ସତ୍ତ୍ୱେ ନିଜର ଅଯୋଗ୍ୟତା ସତ୍ତ୍ୱେ ନିଜର ଅକର୍ମଣ୍ୟତା ସତ୍ତ୍ୱେ ହିଁ ଜଣକୁ ଅନୁଗ୍ରହ ଦିଆଯାଏ। ଆମେ ଯାହା କରିପାରିନାହୁଁ ଅନ୍ୟ ଜଣେ ଆମମାନଙ୍କ ପାଇଁ ତାହା କରନ୍ତି, ତାକୁ ଅନୁଗ୍ରହ ବୋଲି କୁହାଯାଏ। ଆମେ ଯାହା ପାଇବା ପାଇଁ ଯୋଗ୍ୟ ନଥିଲୁ ଆମେ ଯାହା ଅନ୍ୟଙ୍କ ଦ୍ୱାରା ପାଇଛୁ ତାକୁ ଅନୁଗ୍ରହ ବୋଲି କୁହାଯାଏ। ତେବେ ଅନୁଗ୍ରହ ଏବଂ ନ୍ୟାୟ ବାଇବଲରେ ପରସ୍ପର ପରିପୂରକ ନୁହନ୍ତି। ଭିନ୍ନ ଭିନ୍ନ ଗୁଣ ଏବଂ ଭିନ୍ନ ଭିନ୍ନ ଚରିତ୍ର ଭୂମିକା ନିଜ କ୍ଷେତ୍ରରେ ସେମାନେ ନିଭେଇଥାନ୍ତି। ତେବେ ପ୍ରଥମେ ଆମେ ଅଳ୍ପ ସମୟ ନ୍ୟାୟ ବିଷୟରେ ଆମେ ଦେଖିବା। ପରମେଶ୍ୱର ଏହି ଜଗତକୁ ନ୍ୟାୟ ଅନୁସାରେ ସେ ବିଚାର କରନ୍ତି। ଏହି ସ୍ଥାନରେ ଆମେ ଦେଖିବାକୁ ପାଇପାରୁଛୁ ଯେ ନୈତିକ ଆଚରଣ ଏବଂ ନୀତିଶାସ୍ତ୍ର ଏହି ଜାଗାରେ ଲେଖାଯାଇଛି ଯେ ମୋରାଲିଟି ଆଣ୍ଡ ଏଥିକ୍ସ ନୀତିଗତ ଭାବରେ ପରମେଶ୍ୱର ପୃଥିବୀକୁ ଶାସନ କରନ୍ତି। ଯଦି ଆମେ ଫିଲିପି ତାର 4 ପର୍ବ 8 ପଦରେ ମଧ୍ୟ ଦେଖିବା ସେହି ସମସ୍ତ ବିଷୟ ବାଇବଲରେ ମଧ୍ୟ ଲେଖାଯାଇଛି। ଫିଲିପି ତାର 4 ପର୍ବ 8 ପଦରେ ଲେଖାଯାଇଛି କି ପ୍ରକାର ଭାବରେ ସେ ପୃଥିବୀକୁ ନ୍ୟାୟ ବିଚାର କଲେ। ପ୍ରେରିତ ପାଉଲ ସିଏ ଫିଲିପି ମଣ୍ଡଳୀଙ୍କ ନିକଟକୁ ଲେଖୁଛନ୍ତି ପରମେଶ୍ୱରଙ୍କର ନ୍ୟାୟ ଯଦିଓ ସେମାନେ ଅନୁଗ୍ରହ ଦ୍ୱାରା ପରିତ୍ରାଣ ପାଇଛନ୍ତି ତଥାପି ପରମେଶ୍ୱରଙ୍କର ନ୍ୟାୟକୁ ପ୍ରେରିତ ପାଉଲ ଫିଲିପିୟ ଲୋକମାନଙ୍କ ନିକଟରେ କହିଛନ୍ତି। ସେ ଲେଖିଛନ୍ତି ଯେ ଫିଲିପି ତାର 4 ପର୍ବ 8 ପଦରେ ଯାହା ଯାହା ସତ୍ୟ
ଯାହା ଯାହା ଆବଶ୍ୟକୀୟ, ଯାହା ଯାହା ଯଥାର୍ଥ, ଯାହା ଯାହା ବିଶୁଦ୍ଧ, ପ୍ରୀତିଭାଜନ, ସୁଖ୍ୟାତିଯୁକ୍ତ, ସଦ୍ଗୁଣ ଓ ପ୍ରଶଂସାର ବିଷୟ ଥାଏ, ଏ ସମସ୍ତ ବିଷୟରେ ଚିନ୍ତା କର। ନ୍ୟାୟ, ପରମେଶ୍ୱରଙ୍କର ନ୍ୟାୟରେ ଏ ସମସ୍ତ ଗୁଣ ଗୁଡ଼ାକ ରହିଛି। ଫିଲିପିୟ ଲୋକମାନଙ୍କୁ ଏହି କଥା ସେ କହୁଛନ୍ତି। କଲସି ତାର 3 ପର୍ବ 5 ପଦ ଏବଂ 9 ପଦରେ ମଧ୍ୟ ପ୍ରେରିତ ପାଉଲ କଲସ ଲୋକମାନଙ୍କୁ ଲେଖୁଛନ୍ତି, ଶାରୀରିକ ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକର କୁପ୍ରବୃତ୍ତି ଗୁଡ଼ିକ, ବ୍ୟଭିଚାର, ଅଶୁଚିତା, କାମ, କୁଅଭିଳାଷ, ପ୍ରତିମା ପୂଜା ରୂପ ଲୋଭ, ଏ ସମସ୍ତ ପ୍ରତି ମୃତ ହୁଅ। ଏହା ଆତ୍ମିକ ଦୃଷ୍ଟିକୋଣରେ ପରମେଶ୍ୱରଙ୍କର ନ୍ୟାୟ। ଯଦିଓ ପରମେଶ୍ୱର ମାନଙ୍କୁ ଅନୁଗ୍ରହ ଦେଇଛନ୍ତି, ତଥାପି ଏହି ଅନୁଗ୍ରହର ତଳେ ଆମମାନେ ପରମେଶ୍ୱରଙ୍କର ନ୍ୟାୟରେ ଆମମାନେ ବଞ୍ଚିବାକୁ ପଡ଼ିବ। ଏକ ଆତ୍ମିକ ଜୀବନକୁ ଆମମାନେ ବଞ୍ଚିବାକୁ ପଡ଼ିବ। ଯଦି ଆମମାନେ ପରମେଶ୍ୱରଙ୍କର ଅନୁଗ୍ରହ ପାଇଛୁ, ତଥାପି ଆମମାନେ ପରମେଶ୍ୱରଙ୍କର ଅନ୍ୟାୟର ପରିସୀମା, ଅନ୍ୟାୟରେ ଆମେ ବଞ୍ଚିପାରିବା ନାହିଁ। ଅନୁଗ୍ରହର ଅର୍ଥ ହେଉଛି ପରମେଶ୍ୱରଙ୍କର ନ୍ୟାୟ ତଳେ ଆମମାନେ ବଞ୍ଚିବା। ତାକୁ କେବେ ମଧ୍ୟ ପରମେଶ୍ୱର ସାଲିସ କରିପାରନ୍ତି ନାହିଁ। ଦ୍ୱିତୀୟରେ ଲେଖାଯାଇଛି 9 ପଦରେ, ମିଥ୍ୟା କୁହ ନାହିଁ, ପୁରାତନ ସ୍ୱଭାବ ପରିତ୍ୟାଗ କର, ନୂତନ ସ୍ୱଭାବ ପରିଧାନ କର। ଏବଂ ତିତସ 2 ପର୍ବ ତାର 12 ପଦରେ ମଧ୍ୟ ପରମେଶ୍ୱର କହୁଛନ୍ତି, ଶାରୀରିକ ଅଭିଳାଷ ଗୁଡ଼ିକ ପରିତ୍ୟାଗ କରି ବର୍ତ୍ତମାନ ଯୁଗର ସୁବୁଦ୍ଧି, ଧାର୍ମିକ ଓ ଭକ୍ତ ଭାବରେ ଜୀବନଯାପନ କର। ପରମେଶ୍ୱରଙ୍କର ଏକ ଆଧ୍ୟାତ୍ମିକ ନ୍ୟାୟ ସେ ନିଜ ମଣ୍ଡଳୀରେ ସ୍ଥାପନ କରି ସେ ଅନୁସାରେ ଧାର୍ମିକ ବିଶ୍ୱାସୀମାନେ, ପରିତ୍ରାଣପ୍ରାପ୍ତ ବିଶ୍ୱାସୀମାନେ, ଅନୁଗ୍ରହରେ ପାଇଥିବା ପରିତ୍ରାଣପ୍ରାପ୍ତ ବିଶ୍ୱାସୀମାନେ ପରମେଶ୍ୱରଙ୍କର ନ୍ୟାୟରେ ବଞ୍ଚିବା ନିମନ୍ତେ ପ୍ରେରିତ ପାଉଲ ମଣ୍ଡଳୀକୁ ସେ ଶିକ୍ଷାଦାନ କରନ୍ତି। ଦ୍ୱିତୀୟରେ ଆମେ ଦେଖିବା, ପ୍ରଥମେ ଦେଖିଲୁ ଏକ ନୈତିକ ଆଚରଣ, ଦ୍ୱିତୀୟରେ ଆମେ ଦେଖିବା ସାମାଜିକ ନ୍ୟାୟ। କି ପ୍ରକାର ଭାବରେ ପରମେଶ୍ୱର ଜଗତକୁ ସାମାଜିକ ନ୍ୟାୟ ସେ ପ୍ରଦାନ କରନ୍ତି। ଯିଶାୟ 56 ପର୍ବ ତାର 1 ପଦରେ ଲେଖାଯାଏ, ତୁମ୍ଭେମାନେ ନ୍ୟାୟ ବିଚାର ପାଳନ କର। ପରମେଶ୍ୱରଙ୍କର ନ୍ୟାୟ ବିଚାରକୁ ଆମମାନେ ପାଳନ କରିବାକୁ ପଡ଼ିବ। ଯାତ୍ରା ପୁସ୍ତକ 22 ପର୍ବ 21ରୁ 24 ପଦ ଭିତରେ ମଧ୍ୟ ଲେଖାଯାଇଛି ଯେ, ବିଦେଶୀ ପ୍ରତି ଅନ୍ୟାୟ କରିବ ନାହିଁ, ଉପଦ୍ରବ କରିବ ନାହିଁ। ଯେତେବେଳେ ଇସ୍ରାଏଲ ଲୋକମାନେ ମିଶ୍ରରୁ ବାହାରି ଆସିଲେ, ସେମାନଙ୍କୁ ନ୍ୟାୟ ଦେଲେ, ଲ ଦେଲେ, କି ପ୍ରକାର ଭାବରେ ପୃଥିବୀରେ ଅନ୍ୟମାନଙ୍କ ସହିତ ବଞ୍ଚିବାକୁ ପଡ଼ିବ, ଜଗତ ସହିତ ବଞ୍ଚିବାକୁ ପଡ଼ିବ। ଅନ୍ୟମାନଙ୍କ ପ୍ରତି, ବିଦେଶୀମାନଙ୍କ ପ୍ରତି ଉପଦ୍ରବ କରିବ ନାହିଁ, ବା ବିଧବା ପିତୃହୀନମାନଙ୍କୁ କ୍ଲେଶ ଦେବ ନାହିଁ। ଏହି କଥା ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କୁ ଦେଲେ, ଯେଉଁ ପ୍ରକାର ନ୍ୟାୟ ବା ପରମେଶ୍ୱରଙ୍କର ନ୍ୟାୟ ଭିତରେ ସେମାନେ ବଞ୍ଚିପାରିବେ। ତୃତୀୟରେ ଅର୍ଥନୈତିକ ନ୍ୟାୟ। କି ପ୍ରକାର ଭାବରେ ଜଣେ ବ୍ୟକ୍ତି ରୋଜଗାର କରିବ, ରୋଜଗାର କରିସାରିଲା ପରେ ତାକୁ ବ୍ୟକ୍ତିଗତ ଜୀବନରେ ସେ ବ୍ୟବହାର କରିବ। ପୃଥିବୀରେ ଆମମାନେ ପରମେଶ୍ୱରଙ୍କର କଥା ଦେଖୁଛୁ, ପରମେଶ୍ୱରଙ୍କର ନ୍ୟାୟ ବିଚାର ଦେଖୁଛୁ। ପ୍ରତ୍ୟେକ ମଣିଷକୁ, ପ୍ରତ୍ୟେକ ଜୀବନକୁ ପରମେଶ୍ୱର ରୋଜଗାର କରିବା ନିମନ୍ତେ ରୋଜଗାର ପନ୍ଥା ଦେଇକି ପୃଥିବୀକୁ ସେ ଜନ୍ମ ଦେଇଛନ୍ତି। ପ୍ରତ୍ୟେକ ମନୁଷ୍ୟ କିଛି ନା କିଛି ସେ ରୋଜଗାର କରିପାରିବ। ଆମୋସ 5 ପର୍ବ ତାର 11 ପଦରେ ଲେଖାଯାଇଛି ଯେ, ଦରିଦ୍ରକୁ କି ପ୍ରକାର ଭାବରେ ଲୋକମାନେ ଅନ୍ୟମାନଙ୍କୁ ଅନ୍ୟାୟ କରନ୍ତି, ପରମେଶ୍ୱର ଦେଇଥିବା ଅର୍ଥନୈତିକ ସ୍ୱାଧୀନତାକୁ ଅଲଗା ଲୋକମାନେ କି ପ୍ରକାର ଭାବରେ ତାକୁ ଶୋଷଣ କରନ୍ତି, ସେଇ ବିଷୟରେ ଆମୋସ 5 ପର୍ବ 11 ପଦରେ ଲେଖାଯାଇଛି ଯେ, ଦରିଦ୍ରକୁ ପଦ ତଳେ ତୁମେ ଦଳୁଅଛ, ବା ବଳପୂର୍ବକ ତାଠାରୁ ଗହମ ତୁମେ ନେଉଅଛ, ବା ଦରିଦ୍ରକୁ ତୁମେ ପଦଦଳିତ କରୁଛ ଏବଂ ବଳପୂର୍ବକ ତାଠାରୁ ତୁମେ ଗହମ ନେଉଅଛ। ଏବଂ ଏହି ସମସ୍ତ ଅନ୍ୟାୟ କାର୍ଯ୍ୟ କରିବା ସତ୍ତ୍ୱେ ମଧ୍ୟ ଲେଖାଯାଇଛି, ତୁମେ ପାଷାଣରେ ଗୃହ ନିର୍ମାଣ କରୁଅଛ। ଯଦିଓ ତୁମେ ଏହି ସମସ୍ତ ଅନ୍ୟାୟ କାର୍ଯ୍ୟ କରି ତୁମେ ପାଷାଣରେ ଗୃହ ନିର୍ମାଣ କରୁଅଛ, ତଥାପି ତୁମେ ତହିଁରେ ବାସ କରିବ ନାହିଁ। ତୁମେ ତହିଁରେ ବାସ କରିବ ନାହିଁ, କିମ୍ବା ଦ୍ରାକ୍ଷା କ୍ଷେତ୍ରର ତୁମେ ଫଳ ବା ରସ ତୁମେ ପାନ ପାରିବ ନାହିଁ। ଅନେକ ସମୟରେ ଆମମାନେ ଅନ୍ୟାୟ କାର୍ଯ୍ୟ କରିକି ବହୁତ ଭଲ ଭାବରେ ବଞ୍ଚିବା ପାଇଁ ଚାହୁଁଛୁ, କିନ୍ତୁ ତାହା ଆମେ ଯେଉଁ ଜାଗାରେ ବଞ୍ଚୁଛୁ, ଆମର ସେ ବଞ୍ଚିବାର ଜାଗା ଦୟନୀୟ ହେବ।
କାରଣ ସେଥିରେ ଅନ୍ୟାୟ ଅଛି। ପରମେଶ୍ୱରଙ୍କର ନ୍ୟାୟ ମୁତାବକ ନ୍ୟାୟର ପରିସୀମା ଭିତରେ ଆମେ ବଞ୍ଚି ପାରୁନାହୁଁ। ଚତୁର୍ଥରେ ପରିବେଶ ସମ୍ବନ୍ଧୀୟ ନ୍ୟାୟ ପ୍ରଭୁ ଏ ଜଗତକୁ ଦେଇଛନ୍ତି। ଦ୍ୱିତୀୟ ବିବରଣୀ 20 ପର୍ବ 19 ଏବଂ 20 ଲେଖାଯାଇଛି ଯେ ତୁମେ କୁରାଢ଼ୀ ଦ୍ୱାରା ବୃକ୍ଷ ଗୁଡ଼ାକ ହାଣିବ ନାହିଁ। କୁରାଢ଼ୀ ଦ୍ୱାରା ବୃକ୍ଷ ଗୁଡ଼ାକ ହାଣିବ ନାହିଁ। ତୁମେ ସେଥିର ଫଳ ଭୋଜନ କରିପାରିବ କିନ୍ତୁ କାଟି ପାରିବ ନାହିଁ। ବୃକ୍ଷ ଗୁଡ଼ାକ ତୁମେ କାଟି ପାରିବ ନାହିଁ, କାରଣ ବୃକ୍ଷ ସକଳ ମନୁଷ୍ୟର ଆଧାର ବୋଲି ଶାସ୍ତ୍ରରେ ଲେଖାଯାଇଛି। ଆମେ ଯାହା ବର୍ତ୍ତମାନ ସମଗ୍ର ଜଗତର ଲୋକ, ସମଗ୍ର ପୃଥିବୀର ସରକାର ସମସ୍ତ ଲୋକମାନେ ଯେପରି ବୃକ୍ଷମାନଙ୍କୁ ଜଙ୍ଗଲକୁ ସୁରକ୍ଷା କରିବା ନିମନ୍ତେ ଯେଉଁ କାର୍ଯ୍ୟ କରନ୍ତି, ଶେଷ ନ୍ୟାୟ ହେଉଛି ଆଧ୍ୟାତ୍ମିକ ନ୍ୟାୟ। ଶେଷ ନ୍ୟାୟ ଆଧ୍ୟାତ୍ମିକ ନ୍ୟାୟ। ଆମେ ଦ୍ୱିତୀୟ କରନ୍ତି 5 ପର୍ବ 17 ଏବଂ 18 ପଦ ଯଦି ଆମେ ପଢ଼ିବା ଯେ ଦେଖ ପୁରାତନ ବିଷୟ ସବୁ ଲୋପ ହୋଇଛି, ନୂତନ ବିଷୟ ସବୁ ହେଇଅଛି। ନୂତନ ସୃଷ୍ଟି ହେଇଅଛି। ପୁରାତନ ବିଷୟ ସବୁ ଲୋପ ହୋଇଅଛି, ସମସ୍ତ ବିଷୟ ନୂତନ ହେଇଅଛି। ପରମେଶ୍ୱରଙ୍କର ନ୍ୟାୟ ହେଉଛି ପୁରାତନ ବିଷୟକୁ ଲୋପ କରି ନୂତନ ବିଷୟ, ପୁରାତନ ବିଷୟକୁ ଲୋପ କରି ନୂତନ ବିଷୟ, ପୁରାତନ ସୃଷ୍ଟିକୁ ଲୋପ କରି ନୂତନ ସୃଷ୍ଟି। ଆମମାନଙ୍କ ଜୀବନରେ ପରମେଶ୍ୱର ଏକ ନୂତନ ସୃଷ୍ଟି କଲେ, ତାହା ହେଉଛି ପରମେଶ୍ୱରଙ୍କର ନ୍ୟାୟ। ଏହି ନ୍ୟାୟ ପ୍ରଦାନ କରିବା ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ପ୍ରାୟଶ୍ଚିତ କରିବାକୁ ପଡ଼ିଲା। ତେବେ ଆମେ ଦେଖିବା ଏହା ତ ଥିଲା ପରମେଶ୍ୱରଙ୍କର ନ୍ୟାୟ। ଏବଂ ଦ୍ୱିତୀୟରେ ଆମେ ଦେଖିବା ଅନୁଗ୍ରହ କ'ଣ? ଅନୁଗ୍ରହ ଯଦି ଆମେ ପରମେଶ୍ୱରଙ୍କର ଦେଖିବା, ଅନୁଗ୍ରହ ହେଉଛି ପରମେଶ୍ୱରଙ୍କର ଅନମେରିଟେଡ୍ ଫେଭର। ଏଥିରେ ଆମମାନଙ୍କର ନିଜସ୍ୱ କୃତ କାର୍ଯ୍ୟ କିଛି ନାହିଁ। ଆମେ ଯେଉଁ ବିଷୟ ପାଇବା ପାଇଁ ଯୋଗ୍ୟ ନଥିଲୁ, ପରମେଶ୍ୱର ତାହା ଆମମାନଙ୍କୁ ବିନା ମୂଲ୍ୟରେ ନିଜର ପ୍ରାଣ ଦାନ କରି ଆମମାନଙ୍କୁ ସେ ପରିତ୍ରାଣ ସେ ଦେଇଛନ୍ତି। ଏବଂ ନ୍ୟାୟର ଆଉ ଗୋଟିଏ ଆଧ୍ୟାତ୍ମିକ ବିଷୟ ହେଉଛି ଯେ ଈଶ୍ୱରଙ୍କର କ୍ଷମା ପ୍ରଦାନକାରୀ ଅନୁଗ୍ରହ, ଯାହାକି ରୋମୀ 11 ପର୍ବ 6 ପଦରେ ଲେଖାଯାଏ। କ୍ଷମା ପ୍ରଦାନକାରୀ ଅନୁଗ୍ରହ ଅର୍ଥାତ୍ କ୍ଷମା ପ୍ରଦାନ କରିବା ପାଇଁ ଅନୁଗ୍ରହ କେବଳ ଯୋଗ୍ୟ। କ୍ଷମା ପ୍ରଦାନ କରିବା ନିମନ୍ତେ ପୃଥିବୀର କୌଣସି ବିଷୟ ପୃଥିବୀରେ ଯୋଗ୍ୟ ହୋଇପାରିବ ନାହିଁ। କେବଳ ପରମେଶ୍ୱରଙ୍କର ଅନୁଗ୍ରହ ହିଁ କ୍ଷମାକୁ ଦେଇବା ପାଇଁ ସକ୍ଷମ ଅଟେ। ତେଣୁ ଏହି ଅନୁଗ୍ରହ ଦ୍ୱାରା ଆମେ ଅନନ୍ତ ଜୀବନ ପାଇଛୁ। ପ୍ରେରିତ 1 ପର୍ବ 1 ପିତର 1 ପର୍ବ 3 ପଦରେ ଲେଖାଯାଏ। ଏବଂ ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ଏହି ଅନୁଗ୍ରହ ନେଇକି ଆସିଲେ, ନିଜ ଶରୀରରେ ନିଜ ଆତ୍ମାରେ ସତ୍ୟ ଏବଂ ଅନୁଗ୍ରହ ନେଇକି ସେ ଜଗତକୁ ଆସିଲେ, ଯାହା ଯୋହନ 1 ପର୍ବ 17 ପଦରେ ଲେଖାଯାଇଛି। ତେବେ ନ୍ୟାୟ ବିଚାର ଏବଂ ଅନୁଗ୍ରହ ସମ୍ପୂର୍ଣ୍ଣ ଅଲଗା ଅଲଗା। ନ୍ୟାୟ ବିଚାର এই পৃথিবীর নিজস্ব ভূমিকা, পরমেশ্বর নিজস্ব ভূমিকা সম্পূর্ণ করতে বা ভূমিকা তুলান্তি, এবং অনুগ্রহ নিজর সম্পূর্ণ ভূমিকা সে তুলে থাকে। তেবে এই বিষয়ে আমি দেখা পাই পারুচু যে পরমেশ্বর এই ন্যায় এবং অনুগ্রহকু সে মিলিত করাইলে। পরমেশ্বর পৃথিবীরে মনুষ্যকু ক্ষমা দেবা পাই, ପରିତ୍ରାଣ ଦେବା ପାଇଁ ଚାହିଁଲେ, ଯେତେବେଳେ ପରିତ୍ରାଣ ଦେବା ପାଇଁ ସେ ଚାହୁଁଛନ୍ତି, ତାଙ୍କର ପ୍ରେମ ପ୍ରକାଶ କରିବା ପାଇଁ ଚାହୁଁଛନ୍ତି, ନ୍ୟାୟ ମାଧ୍ୟମରେ ହିଁ ମନୁଷ୍ୟକୁ ସେ କ୍ଷମା ଦେବେ, ପରିତ୍ରାଣ ଦେବେ। ତେବେ ନ୍ୟାୟ ମାଧ୍ୟମରେ ପରମେଶ୍ୱରଙ୍କର କଠୋର ନ୍ୟାୟ ମାଧ୍ୟମରେ ସେ ମଧ୍ୟ ଦେଇ ମନୁଷ୍ୟ ପରିତ୍ରାଣ ପାଇବା ସମ୍ଭବ ନୁହେଁ। କେବଳ ମନୁଷ୍ୟ ମୃତ୍ୟୁଭୋଗ ହିଁ କରିବ, ସେଥିରୁ ସେ ମୃତ୍ୟୁରୁ ପୁନରୁତ୍ଥିତ ହୋଇପାରିବ ନାହିଁ। ତେଣୁ ପରମେଶ୍ୱର ଏ ପ୍ରକାର ଗୋଟେ ଆଉ ବିଷୟ ଚିନ୍ତା କଲେ ଯେ ଅନୁଗ୍ରହ ଯାହାକି ଅନମେରିଟେଡ୍ ଫେଭର, ତାହା ଏକ ନିଜର ଅଯୋଗ୍ୟତା ସତ୍ତ୍ୱେ ଆମେ ଯାହା ପାଇବା କଥା, ଅନ୍ୟାୟ ସତ୍ତ୍ୱେ ଆମେ ଯାହା ପାଇବା କଥା, ତାକୁ ସେ ନ୍ୟାୟ ସହିତ ଯୋଗ କଲେ। ଗୋଟିଏ ପଟେ ନ୍ୟାୟ ଏବଂ ଗୋଟିଏ ପଟେ ଅନୁଗ୍ରହକୁ ସେ କ୍ରୁଶରେ କ'ଣ କଲେ? ଚୁମ୍ବନ କଲେ ବୋଲି ଲେଖାଯାଏ। ସେମାନେ ପରସ୍ପର ଆଲିଙ୍ଗନ କଲେ। ନ୍ୟାୟ ଏବଂ ଅନୁଗ୍ରହ ପରସ୍ପରକୁ ସେମାନେ ଆଲିଙ୍ଗନ କଲେ। ଅର୍ଥାତ୍ ନ୍ୟାୟ ପାଇଁ, ଗୋଟେ ପାପ କ୍ଷମା ପାଇଁ, ମନୁଷ୍ୟ ଜଗତର ପାପକୁ କ୍ଷମା କରିବା ପାଇଁ, ପ୍ରାୟଶ୍ଚିତ କରିବା ପାଇଁ, ପରିତ୍ରାଣ ଦେବା ପାଇଁ ଗୋଟେ ପଟେ ନ୍ୟାୟ, ଏବଂ ଏହି ପରିତ୍ରାଣକୁ ବା ଏହି ନ୍ୟାୟକୁ ଆଦରି ନେବା ପାଇଁ, ବରଣ କରିବା ପାଇଁ ଅନୁଗ୍ରହ।
ଅନୁଗ୍ରହକୁ ସେ ମିଶ୍ରଣ କଲେ, ଯଦ୍ୱାରା ଏହାଦ୍ୱାରା ଅନୁଗ୍ରହ ଏବଂ ନ୍ୟାୟର ମିଶ୍ରଣ ଦ୍ୱାରା ପ୍ରାୟଶ୍ଚିତ ସୃଷ୍ଟି ହେଲା। ପ୍ରାୟଶ୍ଚିତ ନ୍ୟାୟରେ ପ୍ରଭୁ ଯୀଶୁଖ୍ରୀଷ୍ଟ ମୃତ୍ୟୁଭୋଗ କରିବେ, ଅନୁଗ୍ରହ ଦ୍ୱାରା ପୁନରୁତ୍ଥିତ ହୋଇ ମାନବ ସମାଜକୁ ପରିତ୍ରାଣ ଦେବେ। ଏହି ଅନୁଗ୍ରହ ଏବଂ ନ୍ୟାୟର ମିଶ୍ରଣରେ ପ୍ରାୟଶ୍ଚିତ ସୃଷ୍ଟି ହେଲା ଏବଂ ତାହା କାଲବରୀ କ୍ରୁଶରେ ସାଧନ ହେଲା। ଯଦିଓ ପ୍ରଭୁ ଯୀଶୁଖ୍ରୀଷ୍ଟ ମୃତ୍ୟୁଭୋଗ କଲେ, କ୍ଲେଶ ପାଇଲେ, କଷ୍ଟ ପାଇଲେ, ଦୁଃଖ ପାଇଲେ, ଯନ୍ତ୍ରଣା ପାଇଲେ, ବ୍ୟଥା ପାଇଲେ, କିନ୍ତୁ ଏବଂ ମୃତ୍ୟୁଭୋଗ କଲେ, ପରବର୍ତ୍ତୀ ସମୟରେ ସେ 3 ଦିନ ପରେ ପୁନରୁତ୍ଥିତ ହେଲେ। ଅନୁଗ୍ରହ ପ୍ରକାଶ ପାଇଲା, ଦୟା ପ୍ରକାଶ ପାଇଲା, ପ୍ରେମ ପୃଥିବୀରେ ପ୍ରକାଶ ପାଇଲା। ଅନୁଗ୍ରହ ଆମେ ବିନା ମୂଲ୍ୟରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆମେ ପାଇଲୁ। ପିତା ପରମେଶ୍ୱରଙ୍କର କ୍ଷମାଦାନ, ପିତା ପରମେଶ୍ୱରଙ୍କର ପରିତ୍ରାଣ ଆମେ ଅନୁଗ୍ରହ ମାଧ୍ୟମରେ ଆମେ ପାଇଲୁ ଏବଂ ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରାୟଶ୍ଚିତ କରିବାକୁ ପଡ଼ିଥିଲା। ମୋର ପ୍ରିୟ ଭାଇମାନେ ଏବଂ ଭଉଣୀମାନେ, ଆଉ ଗୋଟେ କଥା ଆମେ ଏହି ସ୍ଥାନରେ ଚିନ୍ତା କରିବାକୁ ପଡ଼ିବ। 2025 ବର୍ଷ ତଳେ ଜେରୁସାଲେମରେ ପ୍ରଭୁ ଯୀଶୁଖ୍ରୀଷ୍ଟ ପ୍ରାୟଶ୍ଚିତ କଲେ, ମୃତ୍ୟୁଭୋଗ କଲେ କ୍ରୁଶ ଉପରେ ଏବଂ ଆମମାନଙ୍କ ଭାରତ ବର୍ଷରୁ ଅତି କମରେ 4500 କିଲୋମିଟର ଦୂର। ତୃତୀୟରେ, କେଉଁ ପୁରାତନ ଯୁଗରେ କେଉଁ ସୃଷ୍ଟିରେ ଆଦମ ହବା ପାପ କଲେ? ଆମେ କେମିତି ପାପୀ ହେଲୁ? ଅନ୍ୟ ଜଣଙ୍କର ପାପ ଦ୍ୱାରା ଆମେ କେମିତି ପାପୀ ହେଲୁ, ଯଦ୍ୱାରା ଏହି ପ୍ରାୟଶ୍ଚିତକୁ ପ୍ରଭୁ ଯୀଶୁଖ୍ରୀଷ୍ଟକୁ କରିବାକୁ ପଡ଼ିଥିଲା। ମୋର ପ୍ରିୟ ଭାଇମାନେ ଏବଂ ଭଉଣୀମାନେ, ଏଇଟା ହେଉଛି ଆଜି ନିମନ୍ତେ ଆମମାନଙ୍କ ପାଇଁ ବହୁତ ବଡ଼ ପ୍ରଶ୍ନ। ତେବେ ଆପଣମାନଙ୍କୁ ମୁଁ ଛୋଟ ଗୋଟେ ଉଦାହରଣ ଦେବି। ଯଦି ଆମେ ଦେଖିବା, ଜଣେ ଲୋକ ଚୋରି କରିକି ସେ ଧରା ପଡ଼ିଲା ଏବଂ ତାକୁ ବିଚାରାଳୟକୁ ବା କୋର୍ଟକୁ ତାକୁ ନିଆଗଲା। ସେ କୋର୍ଟରେ ତାର ଦୋଷ ବା ତାର ଚୋରି କରିବାର ପ୍ରମାଣିତ ହେଲା। ଜଣେ ବିଚାରକର୍ତ୍ତା ଯେତେବେଳେ ତାର ଚୋରି ପ୍ରମାଣିତ ହେଲା, ବିଚାରକର୍ତ୍ତା କେବେ ବି ତାକୁ ମୁଁ ତୁମକୁ କ୍ଷମା ଦେଲି ବୋଲି କହିପାରିବେ ନାହିଁ। ନିଶ୍ଚିତ ପ୍ରକାର ଭାବରେ ସେ ଅନୁସାରେ ତାକୁ ଦଣ୍ଡ ଦେବେ ଏବଂ ସେ ଅନୁସାରେ ତାକୁ ବନ୍ଦୀଶାଳାରେ 6 ମାସ କି 3 ମାସ କି ବର୍ଷ କି ତାକୁ ବନ୍ଦୀଶାଳାରେ ଜୀବନଯାପନ କରି କାଳକ୍ଷେପଣ କରିବାକୁ ପଡ଼ିବ। ଏବଂ ଯେତେବେଳେ ସେ ବନ୍ଦୀଶାଳାରୁ ମୁକ୍ତି ହେବେ, ବନ୍ଦୀଶାଳାରୁ ମୁକ୍ତି ହେଇକି ଯେତେବେଳେ ଆସିବେ, ଏପରିକି ଯାହାର ସେ ଚୋରି କରିଥିବ ସେ ବ୍ୟକ୍ତି ମଧ୍ୟ ସେଇ ଚୋରି କରିଥିବା ବ୍ୟକ୍ତିକୁ ଅଭିଯୋଗ କରିପାରିବ ନାହିଁ, କାରଣ ସେ ନିଜର ସମସ୍ତ ଚୋରି କରିଥିବା ସମସ୍ତ ଅପରାଧକୁ ଜେଲଖାନା ଭିତରେ ପ୍ରାୟଶ୍ଚିତ କରିଛନ୍ତି। ଜେଲଖାନା ଭିତରେ ପ୍ରାୟଶ୍ଚିତ କରିଛନ୍ତି। ଏପରିକି ଆମେ ଦେଖୁଛୁ ରାଷ୍ଟ୍ରପତି ମଧ୍ୟ ଜଣେ ଅତି ଜଘନ୍ୟରୁ ଜଘନ୍ୟ ହତ୍ୟାକାଣ୍ଡ ବା ଅପରାଧ କରିଥିବା ବ୍ୟକ୍ତିଙ୍କୁ ଯେତେବେଳେ ଫାଶୀ ଦିଆଯାଏ ସେତେବେଳେ ରାଷ୍ଟ୍ରପତିଙ୍କୁ ମଧ୍ୟ ସେ ଗୋଟେ ମେର୍ସି ପିଟିସନ୍ ଆବେଦନ କରିପାରିବେ। ଅପରାଧୀ ଜଣକ, ଫାଶୀ ପାଇଥିବା ବ୍ୟକ୍ତି ଜଣକ ରାଷ୍ଟ୍ରପତିଙ୍କ ପାଖରେ ଏକ ମେର୍ସି ପିଟିସନ୍ ସେ ଆବେଦନ କରିପାରିବେ ଏବଂ ଯଦି ରାଷ୍ଟ୍ରପତି ଦେଖିବେ ଯେ ଏହାର ଦୋଷ ବା ଏହାର ଅପରାଧ ଅଜାଣତରେ ହେଇଯାଇଛି କିମ୍ବା କରୁ ଗୋଟେ ଅପରାଧ ହେଇଗଲା, ଆଉ ତାକୁ ଦରକାର ହେଲେ ସେ କ'ଣ କରନ୍ତି ନା ତାକୁ ସେ କ୍ଷମା କରନ୍ତି ଏବଂ ସେଇ ବନ୍ଦୀ ବା ସେଇ ଫାଶୀ ଖୁଣ୍ଟରୁ ସେ ତାକୁ ମୁକ୍ତି ଦିଅନ୍ତି ଏବଂ ଯେତେବେଳେ ସେ ମୁକ୍ତି ପାଆନ୍ତି, ଯଦିଓ ଏଥିରେ ଯାହାର ସେ ଅପରାଧ କରିଛନ୍ତି କିମ୍ବା ଯାହାକୁ ସେ ହତ୍ୟା କରିଛନ୍ତି, ଯାହାକୁ ସେ ମର୍ଡର କରିଛନ୍ତି, ଜଘନ୍ୟ କାର୍ଯ୍ୟ କରିଛନ୍ତି, ସେହି ଲୋକମାନଙ୍କ ପାଇଁ ତାହାର କୌଣସି ଉପକାର ନଥାଏ, କିନ୍ତୁ ସେମାନେ କେବେ ବି ଏହି ମୁକ୍ତି ପାଇଥିବା ଲୋକକୁ ଅଭିଯୋଗ କରିପାରିବେ ନାହିଁ ଯେ ତମେ ଅଭିଯୁକ୍ତ ବୋଲି। ତେବେ ଠିକ୍ ସେ ପ୍ରକାର ଭାବରେ ଆତ୍ମିକ କ୍ଷେତ୍ରରେ ମଧ୍ୟ ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ସମଗ୍ର ଜଗତର ପାପକୁ ନେଇ କ୍ରୁଶ ଉପରେ ପ୍ରାୟଶ୍ଚିତ କଲେ, ନିଜର ରକ୍ତ ମାଧ୍ୟମରେ, ନିଜର ଯନ୍ତ୍ରଣା ମାଧ୍ୟମରେ, ଲେଖାଯାଏ ସମସ୍ତଙ୍କର ପାପକୁ ସେ ଆସ୍ୱାଦନ କଲେ, ସମସ୍ତଙ୍କର ମୃତ୍ୟୁକୁ ସେ କ୍ରୁଶ ଉପରେ ଆସ୍ୱାଦନ କଲେ, ସମସ୍ତଙ୍କର ଯନ୍ତ୍ରଣାକୁ ସେ ନିଜ ଦେହରେ ଅନୁଭବ କଲେ ଏବଂ ସମସ୍ତଙ୍କର ଦୁଃଖ, କଷ୍ଟ, କ୍ଲେଶକୁ ନିଜ ଶରୀରରେ ସେ ନେଲେ ଏବଂ ତାହାଙ୍କର ପ୍ରହାରରେ ଆମମାନଙ୍କର ରୋଗକୁ ସେ ନିଜ ଶରୀରକୁ ନେଲେ ଏବଂ
ସମଗ୍ର ଜଗତର ଯେତିକି ଲୋକମାନେ ମୃତ୍ୟୁବରଣ କରିଛନ୍ତି, ଯେତିକି ଲୋକମାନେ ବର୍ତ୍ତମାନ ଜଗତରେ ବଞ୍ଚିଛନ୍ତି, ଯେତିକି ଲୋକମାନେ ପୃଥିବୀରେ ଆଉ ଜନ୍ମ ହେବେ, ସେ ସମସ୍ତଙ୍କର ପାପକୁ ସେ ନିଜେ ବହନ କଲେ ଏବଂ କାଲବରୀ କ୍ରୁଶରେ ପ୍ରାୟଶ୍ଚିତ କଲେ ଏବଂ ପୁନରୁତ୍ଥିତ ହେଲେ ଏବଂ ଶେଷରେ କୁହାଗଲା ସମାପ୍ତ ହେଲା। ଅର୍ଥାତ୍ ସେଇଦିନ ଠାରୁ ଆଉ କେବେ ମଧ୍ୟ ଆଉ ଏଇ ପାପ ଉପରେ କେବେ ମଧ୍ୟ କେହି ପ୍ରଶ୍ନ କରିପାରିବେ ନାହିଁ। ଶୈତାନ କେବେ ପ୍ରଶ୍ନ କରିପାରିବ ନାହିଁ। ମୋର ପ୍ରିୟ ଭାଇ ଭଉଣୀମାନେ, ଏହି ପ୍ରକାର ଭାବରେ ଆମମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ଆମମାନେ ପାଇଲୁ। ତାପରେ ଶେଷ କଥା ମୁଁ ଆପଣମାନଙ୍କୁ କହିବି, ପୁରାତନ ନିୟମରେ କି ପ୍ରକାର ଭାବରେ ଏହି ପାପକୁ ପରିତ୍ରାଣ ପାଇବାର ପ୍ରାୟଶ୍ଚିତ କରିବାର ଢାଞ୍ଚା ପ୍ରେରିତ ଇସ୍ରାଏଲ ଲୋକମାନଙ୍କୁ ଯାତ୍ରା ପୁସ୍ତକରେ ଦେଇଥିଲେ। ଲେବି 1 ପର୍ବ 3-4 ପଦରେ ଆମେ ଦେଖିଛୁ ପାପକୁ ସ୍ଥାନାନ୍ତରିତ କରାଯାଉଥିଲା। ଅର୍ଥାତ୍ ଯେତେବେଳେ ମହାଯାଜକ ବା ଇସ୍ରାଏଲର ଗୋଟେ ପରିବାର ସେମାନେ ମନ୍ଦିରକୁ ଗୋଟେ ମେଷ ଆଣୁଥିଲେ, ନିଖୁନ୍ତ ନିର୍ଦାଗ ମେଷ ଛୁଆ ଆଣୁଥିଲେ ଏବଂ ମହାଯାଜକ କ'ଣ କରୁଥିଲେ, ସେହି ପରିବାରର ପ୍ରତ୍ୟେକ ପାପକୁ ଗଣି ଗଣି ମେଷ ଉପରେ ସେ ହାତ ରଖିକି ସେହି ପାପକୁ ମେଷ ଉପରେ ସେ ଢାଳି ଦେଉଥିଲେ, ମେଷ ଉପରେ ରଖୁଥିଲେ ଏବଂ ସେ ମେଷକୁ ସେ କ'ଣ କରୁଥିଲେ, ବଧ କରୁଥିଲେ ଏବଂ ତାର ରକ୍ତକୁ ଏକ ଆଚ୍ଛାଦନ ମେଜରେ ତାକୁ ସେ ଢାଳୁଥିଲେ। ଆଚ୍ଛାଦନ ମେଜ ମାନେ ପାପ ସମ୍ପୂର୍ଣ୍ଣ କ୍ଷମା ନୁହେଁ, କିନ୍ତୁ ପାପକୁ ଆଚ୍ଛାଦନ କରାଯାଉଥିଲା, ରକ୍ତରେ ପାପକୁ ଆଚ୍ଛାଦନ କରାଯାଉଥିଲା। କାରଣ ପ୍ରାଣୀର ରକ୍ତରେ ପ୍ରାଣର ଜୀବନ ଅଛି, ରକ୍ତରେ ଜୀବନ ଅଛି। ସେଇ ରକ୍ତରେ ଜୀବନ ପ୍ରଭୁ ଦେଖୁଥିଲେ ପରମେଶ୍ୱର ଏବଂ ତାକୁ ସେ କ୍ଷମା କରୁଥିଲେ, ଯଦ୍ୱାରା ତାଙ୍କର ପାପ ସ୍ଥାନାନ୍ତରିତ ହେଉଥିଲା ଏବଂ ଇସ୍ରାଏଲ ଲୋକମାନଙ୍କର ପାପ କ୍ଷମା ହେଉଥିଲା। ଦ୍ୱିତୀୟରେ ପାପ ଦୂରୀକୃତ କରାଯାଉଥିଲା। ଆଉ ସେମିତି ଯେଉଁ ମୁଁ ଆପଣଙ୍କୁ କହିଲି ପାପ ସ୍ଥାନାନ୍ତରିତ ହେଉଥିଲା, 2 Corinthy 5 ପର୍ବ 21 ପଦରେ ମଧ୍ୟ ଆମମାନଙ୍କର ପାପକୁ ନିଜେ ବହିଲେ, ଆମମାନଙ୍କର ପାପକୁ ସେ ନିଜେ ବହନ କଲେ ଏବଂ ଶେଷରେ ପାପ ଦୂରୀକୃତ ହେଲା। ମେଷ ଉପରେ ପାପ ଢଳା ଯାଉଥିଲା, ରଖାଯାଉଥିଲା ଏବଂ ମେଷକୁ ଅନ୍ୟ ଜଣେ ବହୁତ ଦୂରକୁ ଛାଡ଼ି ଯାଉଥିଲେ ବା ତାକୁ ବାହାର କରାଯାଉଥିଲା ଏବଂ ଏହି ଦୁଇଟି କାର୍ଯ୍ୟ ଦ୍ୱାରା ପରମେଶ୍ୱର କ୍ଷମା ଦାନକୁ ମଞ୍ଜୁରୀ କରୁଥିଲେ, ଗ୍ରାଣ୍ଟ କରୁଥିଲେ। କ୍ଷମା ହେଲା ବୋଲି ଇସ୍ରାଏଲ ଲୋକମାନଙ୍କର ପାପ କ୍ଷମା ହେଉଥିଲା। ଲେବି 5 ପର୍ବ 10 ଏବଂ 11 ପଦରେ ଲେଖାଯାଏ ଏବଂ ରୋମୀ 4-7 ଏବଂ 8 ପଦରେ ମଧ୍ୟ ଲେଖାଯାଏ ଏବଂ ପରମେଶ୍ୱର ଧାର୍ମିକତା ପ୍ରଦାନ କରୁଥିଲେ। ମୋର ପ୍ରିୟ ଭାଇମାନେ ଏବଂ ଭଉଣୀମାନେ, ଏ ପ୍ରକାର ଭାବରେ ଆମମାନେ ପ୍ରାୟଶ୍ଚିତ ଆମମାନେ ପାଇଲୁ। ତେବେ ଅଳ୍ପ ବିଷୟ ଯେ ଆମମାନେ ପ୍ରାୟଶ୍ଚିତ ଯେତେବେଳେ କ୍ରୁଶ ଉପରେ ହେଲା, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ନିଜ ରକ୍ତ ଦେଇକି ପ୍ରାୟଶ୍ଚିତ କଲେ, ମୃତ୍ୟୁଭୋଗ କଲେ, ଏହି ପ୍ରାୟଶ୍ଚିତ ଦ୍ୱାରା ଆମମାନେ କେଉଁ ସ୍ଥାନରେ, କେଉଁ ଜାଗାରେ, କେଉଁ କ୍ଷେତ୍ରରେ ଆମମାନେ ପାପ କ୍ଷମାକୁ ଅନୁଭବ କରିପାରୁଛୁ କିମ୍ବା ଜଣେ ବ୍ୟକ୍ତି ଅନୁଭବ କରିପାରିବ? ବିବେକରେ, କନସାଇନ୍ସ। এই জায়গায় প্রেরিত পাউল প্রেরিত 23 পর্ব 1 পদরে লেখନ୍ତି সুবিবেক। কারণ পরমেশ্বর এ প্রকার ভাবে গোটে বিবেককে তৈরি করেছেন, যে বিবেক সবুবেলে মনুষ্যকে জাগ্রত করে। যেতবে মনুষ্য অপরাধ করা যায়, ভুল করা যায়, বিবেক তাকে সতর্ক করে, এটা ভুল, এটা ঠিক। হুয়েত আমি বিবেকর কথা ন মানি পারু, কিন্তু বিবেক এক এ প্রকার কনসাইন্স, বিবেক গোটে এ প্রকার সে কনসাইন্স যিকি আমানকু এক অন্তর ভিতরে সে আমাকে ন্যায় প্রদান করে না, এটা ভুল বলি বিবেক আমাকে কহে। যেতেবেলে চোর হেলে, যেতেবেলে ডকায়ত অপরাধ হেলে মধ্য প্রথমে তাকে বিবেক গঞ্জনা দিয়ে এই কার্যটা ভুল, এই কার্যটা সঠিক বলি, কিন্তু মনুষ্য তাকে মানে না এবং ভুল করে। সেপাই সুবিবেক পরিত্রাণ আমানকু এক সুবিবেক প্রদান করে। দ্বিতীয়রে প্রথম তিমোথী 3 পর্ব 8 পদরে আমানকু শুদ্ধ বিবেক সে আমানকু প্রদান করে। তৃতীয়রে এভরি 10 পর্ব 22 পদরে আমানকু কলুষিত বিবেকরু সে শুদ্ধ করে, পরিত্রাণ বা শুদ্ধ পরিষ্কার করে। এবং প্রথম করন্থী 8 পর্ব 7 পদরে এক দুর্বল বিশ্বাসকে সবল করে, দুর্বল বিবেককে সে আমানকু সবল করে। এবং পঞ্চমরে ভ্রষ্ট বিবেক, যা কি প্রথম তিমোথী 4 পর্ব 1 পদরে লেখা যায়, প্রথম 4:1 ভ্রষ্ট বিবেকକୁ ସେ ଆମମାନଙ୍କୁ ଶୁଦ୍ଧ କରେ, ପରିତ୍ରାଣ ଦେଇ ସମ୍ପୂର୍ଣ୍ଣ ଶୁଦ୍ଧ କରେ। ବର୍ତ୍ତମାନ ଆମମାନେ ଦେଖିବାକୁ ପାଇପାରୁଛୁ ଜଗତରେ ଭ୍ରଷ୍ଟ ବିବେକ, ଅର୍ଥାତ୍ ଆଉ ପରିତ୍ରାଣ ପାଖରେ, ପରିତ୍ରାଣ ସମ୍ମୁଖରେ ଆଉ
এই জগতর বিজ্ঞান জগতর বিভিন্ন প্রকার আর্টিফিशिয়াল ইন্টেলিজেন্স হও বিভিন্ন প্রকার জিনিস বাইবল সহিত বা ঈশ্বরଙ୍କର জ্ঞাନ ସହିତ ମିଳିତ ହୋଇପାରୁନାହିଁ। ଅନେକ ଲୋକମାନେ ଜଗତ ଉପରେ ଆଶ୍ରୟ ନେଇ ଈଶ୍ୱରଙ୍କର ପରିତ୍ରାଣକୁ ସେମାନେ ଅବହେଳା କରୁଛନ୍ତି। କିନ୍ତୁ ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ, ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଯେ ପ୍ରାୟଶ୍ଚିତ ପ୍ରଭୁ ଆମମାନଙ୍କ ପାଇଁ କରିଛନ୍ତି। କାଲବରୀ କ୍ରୁଶ ଉପରେ ନିଜ ହାତରେ ସେ କଣ୍ଟା ବିଦ୍ଧ ହେଲେ, ପାଦରେ କଣ୍ଟା ବିଦ୍ଧ କରାଗଲା, ବକ୍ଷରେ ତାକୁ ବର୍ଚ୍ଛାଘାତ କରାଗଲା, ମସ୍ତକରେ କଣ୍ଟାର ଟୋପର ପିନ୍ଧାଗଲା। ଏପରିକି ଲେଖାଯାଇଛି ତାଙ୍କର ଶରୀରରେ ଲଙ୍ଗଳର ଶିଆର ପରି କଟାଗଲା। ଝର ସମ୍ପୂର୍ଣ୍ଣ ରକ୍ତ ଆମମାନଙ୍କ ପାପ ନିମନ୍ତେ ସେ ବୁହାଇଲେ ଏବଂ ସେ ମୃତ୍ୟୁ ଭୋଗ କଲେ, କହିଲେ ସମାପ୍ତ ହେଲା। ଆମମାନଙ୍କର ସମସ୍ତ ପାପର ପ୍ରାୟଶ୍ଚିତ ହେଲା ଏବଂ ପରମେଶ୍ୱର ଆମମାନଙ୍କୁ ଅନୁଗ୍ରହ ଦ୍ୱାରା ପରିତ୍ରାଣ ଦେଲେ। ଆଉ କେହି ଜଗତ ଆମମାନଙ୍କୁ ଅଭିଯୋଗ କରିପାରିବ ନାହିଁ, ଶୈତାନ ଆମମାନଙ୍କୁ ଅଭିଯୋଗ କରିପାରିବ ନାହିଁ। ଅଭିଯୋଗ କରି ନରକକୁ ଯିବା ପାଇଁ ଆମମାନଙ୍କୁ ବଳେଇ ପାରିବ ନାହିଁ। ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରନ୍ତି ସେମାନଙ୍କ ପାଇଁ ସ୍ୱର୍ଗ ବା ପରମେଶ୍ୱରଙ୍କର ଡାହାଣ ପାଖ। ତେବେ ଅନେକ ଲୋକମାନେ କହନ୍ତି ବର୍ତ୍ତମାନ ଜଗତରେ ପାପ ନାହିଁ, ଜଗତରେ ପାପ ଆଉ ନାହିଁ। ତେବେ ମୋର ପ୍ରିୟ ଭାଇ ଭଉଣୀମାନେ, ଜଗତରେ ଯଦି ପାପ ନାହିଁ ତାହେଲେ ଆମମାନେ ଆଉ ପ୍ରଚାର କରିବାର କୌଣସି ଆବଶ୍ୟକତା ନାହିଁ। ଯଦି କୌଣସି ଜାଗାରେ ଗୋଟେ ରାସ୍ତାରେ ଟୋଲ୍ ଗେଟ୍ ନାହିଁ, ଗାଡ଼ି ଠିଆ ହେବା ପାଇଁ ଗାଡ଼ି ଠିଆ ହେଇକି ସେଇ ଜାଗାରେ ଆଉ ତାର କର ବା ତାର ଟ୍ୟାକ୍ସ ଦେବାର କିଛି ଆବଶ୍ୟକତା ନାହିଁ। ଆଚ୍ଛା, ଯଦି ଜଗତରେ ପାପ ଅଛି, କେଉଁ ଅବସ୍ଥାରେ ଅଛି? ଏଫିସି ତାର 2:2 ଅନାଜ୍ଞାବହ ସନ୍ତାନମାନଙ୍କ ଉପରେ ପାପ ରାଜତ୍ୱ କରେ। ଯେଉଁମାନେ ଅନାଜ୍ଞାବହ ସନ୍ତାନ, ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆଜ୍ଞା ମାନନ୍ତି ନାହିଁ, ତାଙ୍କୁ ବିଶ୍ୱାସ କରନ୍ତି ନାହିଁ, ସେମାନଙ୍କ ଉପରେ ପାପ କର୍ତ୍ତୃତ୍ୱ କରି ରଖିଅଛି। କିନ୍ତୁ ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି ଆଉ ପାପର ଅଧୀନରେ ସେମାନେ ନାହାନ୍ତି, ଅନୁଗ୍ରହ ମାଧ୍ୟମରେ ସେମାନେ କ୍ଷମାପ୍ରାପ୍ତ ହୋଇଛନ୍ତି। ତେଣୁ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। এই অল্প কিছু প্রায়শ্চিত বিষয়ে আমি আউ থে বাইবলর পদপর্ব গুড়াক আপনার পড়ন্তু এবং প্রভু বিশেষ বিশেষ আপনার আশীর্বাদ করতু। সমস্ত ধন্যবাদ এবং নমস্কার। প্রভু আশীর্বাদ করতু।